ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଦେଶର ବିକାଶରେ ଭାରତୀୟ ବଂଶୋଦ୍ଭବମାନଙ୍କ ଅବଦାନ ଅତୁଳନୀୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଂଲାଦେଶ ଅସ୍ଥିରତା ସମ୍ପର୍କରେ ଆଜି ସଂସଦର ଉଭୟ ଗୃହକୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଜାତିସଂଘ ନେତୃତ୍ୱରେ ବାଂଲାଦେଶ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଲେ ବ୍ରିଟେନ୍ ସରକାର। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି 4ଟି ବିଭାଗରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଭାରତୀୟ କ୍ରୀଡ଼ାବିତ୍ ଏବଂ ଭୂସ୍ଖଳନର ଆଜି ଅଷ୍ଟମ ଦିନରେ କେରଳ ୱାୟନାଡ୍ ସୁଚିପାରାରେ ତଲାସୀ ଅଭିଯାନ ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଦେଶର ବିକାଶରେ ଭାରତୀୟ ବଂଶୋଦ୍ଭବମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି। ଶ୍ରୀମତୀ ମୁର୍ମୁ ବିଶ୍ୱର ଯେକୌଣସି ସ୍ଥାନରେ ରହୁଥିବା ଭାରତୀୟମାନେ ଦେଶର ସଂସ୍କୃତି ଏବଂ ମୂଲ୍ୟବୋଧକୁ ବଜାୟ ରଖିବା ସହ ଅନ୍ୟ ଦେଶର ସଂସ୍କୃତି ସହ ଖାପ ଖୁଆଇ ଚଳିବାର ଅନନ୍ୟ ପରମ୍ପରାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ ଏବଂ ଫିଜି ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି ଏବଂ ଉଭୟ ଦେଶର ବିଶ୍ୱର ଉନ୍ନତି କଳ୍ପେ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଆକାଶବାଣୀକୁ ଫିଜିରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଡକ୍ଟର କେଶୱାନ ନାଦନ କହିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫିଜି ଆଗମନ କେବଳ ଏକ ସଂଯୋଗ ମାତ୍ର ନୁହେଁ, ବରଂ ଏହା ଭାରତ ସହ ଭାରତୀୟମାନଙ୍କ ମିଳନର ଏକ ଅପୂର୍ବ ମୁହୂର୍ତ୍ତ। ସେ କହିଛନ୍ତି ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ସହ ବିକାଶର ରାସ୍ତାରେ ଅଗ୍ରସର ହେବାର ସମୟ ଆସିଛି। ଏହା ପୂର୍ବରୁ ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିର ସୁବାରେ ଭାରତ ସହାୟତାରେ ନିର୍ମିତ 100 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି କାର୍ଡିଓଲୋଜି ହସ୍ପିଟାଲକୁ ଫିଜି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ବାଂଲାଦେଶ ଅସ୍ଥିରତା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସଂସଦର ଉଭୟ ଗୃହରେ ବିବରଣୀ ରଖିବେ। ଡକ୍ଟର ଜୟଶଙ୍କର ଅପରାହ୍ନ 2:30 ରାଜ୍ୟସଭାରେ ଏବଂ ଅପରାହ୍ନ 3:30 ଲୋକସଭାରେ ବାଂଲାଦେଶର ସ୍ଥିତି ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇବେ। ସୂଚନାଯୋଗ୍ୟ, ବାଂଲାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଜି ସକାଳେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନେତାମାନଙ୍କୁ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଏନ୍ସିପି ନେତା ସୁପ୍ରିୟା ସୁଲେ, ଆର୍ଜେଡିର ମିଶା ଭାରତୀ, ସମାଜବାଦୀ ପାର୍ଟି ନେତା ପ୍ରଫେସର ରାମଗୋପାଳ ଯାଦବ ଏବଂ ଡିଏମ୍କେର ଟିଆର୍ ବାଲୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶାସକ ମେଣ୍ଟର ମନ୍ତ୍ରୀ ଜେଡିୟୁ ନେତା ଲଲନ ସିଂ, ଏଚ୍ଡି କୁମାରସ୍ୱାମୀ, ଟିଡିପି ନେତା ରାମମୋହନ ନାଇଡୁ ଏବଂ ଏଲ୍ଜେପିର ଅରୁଣ ଭାରତୀ ମଧ୍ୟ ବୈଠକରେ ସାମିଲ ଥିଲେ। ଦେଶରେ ବିଦ୍ରୋହ ଏବଂ ପ୍ରଧାନମନ୍ତ୍ରୀ ପଦରୁ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ମିଳିତ ଜାତିସଂଘର ନେତୃତ୍ୱରେ ତଦନ୍ତ କରିବାକୁ ବ୍ରିଟେନ୍ ସରକାର ଆହ୍ୱାନ ଦେଇଛନ୍ତି। ବ୍ରିଟେନ୍ର ବୈଦେଶିକ ସଚିବ ଡେଭିଡ୍ ଲାମି କହିଛନ୍ତି ବ୍ରିଟେନ୍ ଦକ୍ଷିଣ ଏସିଆରେ ଏକ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଭବିଷ୍ୟତ ଦେଖିବାକୁ ଚାହୁଁଛି। ସେ କହିଛନ୍ତି ବାଂଲାଦେଶରେ ଗତ 2 ସପ୍ତାହରେ ଅଭୂତପୂର୍ବ ହିଂସା ଯୋଗୁଁ ବହୁ ଜୀବନହାନି ଘଟିଛି। ଏକ ପରିବର୍ତ୍ତନଶୀଳ ସରକାର ଅଧୀନରେ ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି। ବାଂଲାଦେଶର ଲୋକମାନେ ଗତ କିଛି ସପ୍ତାହର ଘଟଣାଗୁଡ଼ିକର ଏକ ସମ୍ପୂର୍ଣ୍ଣ ଏବଂ ସ୍ୱାଧୀନ ଜାତିସଂଘ ନେତୃତ୍ୱାଧୀନ ତଦନ୍ତ ପାଇବାକୁ ଯୋଗ୍ୟ। ସୂଚନାଯୋଗ୍ୟ, ହଜାର ହଜାର ବିକ୍ଷୋଭକାରୀ ଢାକାସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା କରିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନା ଇସ୍ତଫା ଦେଇଥିଲେ। 1971 ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରୁଥିବା ଛାତ୍ର ଏବଂ ପୁଲିସ ମଧ୍ୟରେ ଗତ ରବିବାର ହୋଇଥିବା ସଂଘର୍ଷରେ 90ରୁ ଅଧିକ ଲୋକ ପ୍ରାଣ ହରାଇବା ସହ 1000ରୁ ଅଧିକ ଆହତ ହୋଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ 2024। ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ହକି, ଆଥଲେଟିକ୍ସ, ଟେବୁଲ ଟେନିସ୍ ଏବଂ କୁସ୍ତିରେ ପ୍ରତିଦ୍ୱନ୍ଦିତା କରିବେ। ଭାରତୀୟ ପୁରୁଷ ହକି ଦଳ ଆଜି ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ଭେଟିବ। ଏହି ମ୍ୟାଚ୍ ୟଭେସ୍ ଡୁ ମାନୋଇର୍ ଷ୍ଟାଡିୟମରେ ଖେଳାଯିବ।
ଯେଉଁଠାରେ ଭାରତୀୟ ଦଳ ଫାଇନାଲରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦିତା କରିବ। ଭାରତ ଓ ଜର୍ମାନୀ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି 10:30 ଆରମ୍ଭ ହେବ। ପୂର୍ବତନ ଚାମ୍ପିୟନ ନିରଜ ଚୋପ୍ରା ଆଜି ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବେ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ଭାରତର ସବୁଠାରୁ ବଡ଼ ଆଶା ହେଉଛନ୍ତି ନିରଜ ଚୋପ୍ରା। ଆଜି ଅପରାହ୍ନ 3:20 ସେମାନେ ଗ୍ରୁପ୍ ବି ଦଳଗତ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ। ଏହାର ଏକ ଘଣ୍ଟା ପୂର୍ବରୁ ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ମଧ୍ୟ ଜାଭଲିନ୍ ଥ୍ରୋରେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବେ। ଅପରାହ୍ନ 2:30 ଭାରତର କିରଣ ପହଲ ମହିଳା 400 ମିଟର ଦୌଡ଼ର ରେପେରେଜ୍ ରାଉଣ୍ଡରେ ପ୍ରତିଦ୍ୱନ୍ଦିତା କରିବେ। କେରଳରେ ଆଜି ସକାଳୁ ୱାୟନାଡର ସୁଚିପାରା ଅଞ୍ଚଳରେ ମୃତଦେହ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ 2 ଜଣ ବନ ଅଧିକାରୀ, ସ୍ୱତନ୍ତ୍ର ସୁରକ୍ଷା ଦଳର 4 ଜଣ ସଦସ୍ୟ ଏବଂ 6 ଜଣ ସେନାବାହିନୀର ଯବାନମାନଙ୍କୁ ସେଠାକୁ ପଠାଯାଇଛି। ସେଠାରୁ ମୃତଦେହଗୁଡ଼ିକୁ ଆଣିବା ପାଇଁ ହେଲିକପ୍ଟର ସହାୟତା ନିଆଯିବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ 10 ବର୍ଷ ମଧ୍ୟରେ ଦେଶରେ ବାମପନ୍ଥୀ ଉଗ୍ରବାଦରେ ଉଲ୍ଲେଖନୀୟ ହ୍ରାସ ଘଟିଛି। 2004ରୁ 2014 ଏପ୍ରିଲ ତୁଳନାରେ 2014 ମେରୁ 2024 ଏପ୍ରିଲ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସହ ଜଡ଼ିତ ମାମଲା 53% ହ୍ରାସ ପାଇଛି। ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି 2013ରେ ଦେଶରେ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା 126 ଥିଲା। ସମ୍ପ୍ରତି ଏହି ସଂଖ୍ୟା 38କୁ ହ୍ରାସ ପାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଉଭୟ ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। 2004ରୁ 2014 ମଧ୍ୟରେ 1800ରୁ ଅଧିକ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଗତ 10 ବର୍ଷ ମଧ୍ୟରେ ଏହି ସଂଖ୍ୟା 509କୁ କମିଥିବା ମନ୍ତ୍ରୀ କହିଛନ୍ତି। ସୁଦାନରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପ୍ରାୟ 32 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ 110 ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ଷା ଏବଂ ବନ୍ୟା ଦ୍ୱାରା 7ଟି ରାଜ୍ୟ ପ୍ରଭାବିତ ହୋଇଛି। ଏହିସବୁ ରାଜ୍ୟଗୁଡ଼ିକରେ 5000ରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୂଷିତ ପାଣି ପିଇ ଅନେକ ଲୋକ ରୋଗରେ ପଡ଼ିଛନ୍ତି। ଏହି ମୌସୁମୀ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦକ୍ଷିଣ କୋରିଆରେ ଉଷ୍ଣବାୟୁ ପ୍ରବାହ ଏବଂ ଅତ୍ୟଧିକ ଉତ୍ତାପ ଯୋଗୁଁ ଅଂଶୁଘାତ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଛି। ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଅଂଶୁଘାତରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା 1690ରେ ପହଞ୍ଚିଛି। ଜୁନ୍ ମାସରୁ ଦେଖାଦେଇଥିବା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରେ ଦେଶରେ 3 ଲକ୍ଷରୁ ଅଧିକ ପଶୁଙ୍କ ମୃତ୍ୟୁ ଘଟିଲାଣି। ଆଜି ଦେଶର ଅଧିକାଂଶ ଭାଗରେ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ଦେଶର ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ୟୁକ୍ରେନ୍କୁ ଆମେରିକା $3.9 ବିଲିୟନ ଅଣପରିଶୋଧଯୋଗ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛି। ୟୁକ୍ରେନ୍ର ଅର୍ଥମନ୍ତ୍ରୀ ସେରେଗି ମାଚେଙ୍କୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆମେରିକାର ଏହି ଅନୁଦାନ ୟୁକ୍ରେନ୍ ସରକାରଙ୍କ ଋଣ ବୋଝ ବୃଦ୍ଧି ନ କରି ସାମାଜିକ ଏବଂ ମାନବିକ ଖର୍ଚ୍ଚ ପରିଶୋଧ କରିବାରେ ସାହାଯ୍ୟ କରିବ। ଏହି ପାଣ୍ଠିକୁ ଶିକ୍ଷକ, ଉଦ୍ଧାରକାରୀ ଏବଂ ସରକାରୀ କର୍ମଚାରୀଙ୍କ ପ୍ରାପ୍ୟାକାରରେ ପ୍ରଦାନ କରାଯିବ। ଏଥିସହିତ ଆଭ୍ୟନ୍ତରୀଣ ବିସ୍ଥାପିତ ବ୍ୟକ୍ତି, ସ୍ୱଳ୍ପ ଆୟକାରୀ ପରିବାର ଏବଂ ଭିନ୍ନକ୍ଷମମାନଙ୍କୁ ଏହି ଅର୍ଥରାଶିର ସହାୟତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯିବ। 2022 ଫେବୃଆରୀରୁ ୟୁକ୍ରେନ୍ ସରକାର ଦେଶର ବଜେଟ୍କୁ ସମର୍ଥନ କରିବା ପାଇଁ ଆମେରିକାଠାରୁ $27 ବିଲିୟନ ଅନୁଦାନ ପାଇଛି। ଚଳିତ ବର୍ଷ ୱାଶିଂଟନ୍ଠାରୁ କିଭ୍କୁ ମୋଟ $7.8 ବିଲିୟନ ବଜେଟ୍ ସହାୟତା ମିଳିବ ବୋଲି ଆଶା କରାଯାଉଛି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ଏହାର ଏଜେନ୍ସି UNRWAର 9 ଜଣ କର୍ମଚାରୀ ଗତ ଅକ୍ଟୋବର 7 ତାରିଖରେ ପାଲେଷ୍ଟାଇନ୍ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ମିଳିତ ଜାତିସଂଘ କହିଛି। ମିଳିତ ଜାତିସଂଘର ମୁଖପାତ୍ର ଫରହାନ୍ ହକ୍ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଏହି 9 ଜଣଙ୍କୁ ବରଖାସ୍ତ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ଅଛି। ସେ କହିଛନ୍ତି ଦକ୍ଷିଣ ଇସ୍ରାଏଲରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତି ଥିବା ଅଭିଯୋଗରେ UNRWAର 19 ଜଣ କର୍ମଚାରୀଙ୍କ ବିରୋଧରେ ଜାତିସଂଘ ଆଭ୍ୟନ୍ତରୀଣ ତଦାରଖ ସେବା କାର୍ଯ୍ୟାଳୟ ତଦନ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ବିକାଶରେ ଭାରତୀୟ ବଂଶୋଦ୍ଭବମାନଙ୍କ ଅବଦାନ ଅତୁଳନୀୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଂଲାଦେଶ ଅସ୍ଥିରତା ସମ୍ପର୍କରେ ଆଜି ସଂସଦର ଉଭୟ ଗୃହକୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଜାତିସଂଘ ନେତୃତ୍ୱରେ ବାଂଲାଦେଶ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଲେ ବ୍ରିଟେନ୍ ସରକାର। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି 4ଟି ବିଭାଗରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।